ନିଜକୁ ଦେଖିକି ଯେମିତି ଲାଗୁଛି ଯେ କେଉଁଠି ଥିଲା ଚୋରଣୀ ଉଠି ଆସିଛନ୍ତି। ଆକ୍ଚୁଆଲି ଆମେ ଯାଉଛୁ ଭୁବନେଶ୍ୱର, କାହିଁକିନା ରଜ ଛୁଟିରେ ଯେହେତୁ ଛୁଟି ଥିଲା ଭାବିଲୁ ଆମ ଦୁଇ ଭାଇ ଭଉଣୀଙ୍କୁ ଦେଖା କରିବା ପାଇଁ, ବହୁତ ଦିନ ହେଲା ଦେଖା ହେଇନି, ଦେଖିବା ସେମାନଙ୍କୁ ଦେଖା କରିବାକୁ ଯିବା ପ୍ଲାନିଂ ଥିଲା କେବେଠୁ। ହେଲେ ଏବେ ଆମେ ଫାଇନାଲି ଆସିଛୁ ଭୁବନେଶ୍ୱର, ପହଞ୍ଚି ଯାଇଛୁ ତାଙ୍କୁ ଦେଖା କରିବାକୁ। ଦେଖିବା ତାଙ୍କର ଏକ୍ସପ୍ରେସନ୍ କ'ଣ ରହୁଛି ଆମକୁ ଦେଖିକି। ଚାଲନ୍ତୁ ଦେଖିବା। ଠିକ୍ ତ ଚୋରଣୀ, ଆଉ ଚୋରଣୀ ପରେ ହିଁ ଯାଉଛି ମୁଁ। ଆରେ ଭାଇ ପୁରା ସକ୍। ଆମକୁ ଦେଖି ତ ତାଙ୍କ ଏକ୍ସପ୍ରେସନ୍ ଏମିତି ହିଁ ଥିଲା। ଇରେ ଏଇ ପିଲାଟା ବୋଧେ ଆମକୁ ଜାଣିପାରୁନି, କୋଉ ଏମିତି ଭୋକ ଭଳିଆ ବନେଇଛି। कौन है ये लोग? कहाँ से आते हैं ये? ପହଞ୍ଚୁ ପହଞ୍ଚୁ ଉତ୍ପତ୍ତିଆ ଷ୍ଟାର୍ଟ ହେଇଥିଲା। ଦେଖନ୍ତୁ କେମିତି ଏକ୍ସପ୍ରେସନ୍ ଦଉଛନ୍ତି, ସତେକି ଆଲିଆ ଭୋଟ ଆଉ। ଏ ଛୁଆଟା ଆମକୁ ଦେଖି ଏତେ ଖୁସି ହେଇଥିଲା କି ଲାଷ୍ଟକୁ ପିଠାକୁ କେକ୍ କରି କାଟିଦେଲା। ସେଥିରେ ଇଏ ତାର କହିଲାଣି ହାପି ବାର୍ଥଡେ ଟୁ ୟୁ। ହେଇ ବା ସିଏ କ'ଣ ପିଠା ଆମକୁ ଦେଖେଇ ନିଜେ ଖାଇଦେଲାଣି। कौन है ये लोग? कहाँ से आते हैं ये? ଯେହେତୁ ଏତେ ଦୂରରୁ ଆସିଛୁ, ପିଠା ଟିକେ ଆମ ଟିକେ ନ ଖାଇଲେ ହବ ନା। ହେଇ ବା ଇଏ ଖାଲି ଖୋଇ ଦଉଛି ଯେମିତି ସତେକି ମୁଁ ଆଜି ଶାଶୁ ଘରକୁ ଯିବି। ଏମିତି କିଛି ଟାଇମ୍ ଉତ୍ପତ୍ତି ହେଇ ରେଷ୍ଟ କରି ଆମେ ବାହାରି ଯାଇଥିଲୁ ରିଲ୍ସ କରିବା ପାଇଁ। ଭାଗିଥିଲା ପାଇଛି ମୁଁ ତୋପରି ଭଉଣୀ, ମନେ ରଖିବ ଦୁନିଆ ଆମ ଏ କାହାଣୀ। ମୋ ଜୀବନ ଚାଲେ ତୋର, ମୋ ଜୀବନ ଚାଲେ ତୋର, ନିଶ୍ୱାସରେ ପରା ତାରିଣୀ ଆଖିର ତାରା। ରିଏଲ୍ ଲାଇଫ୍ରେ ଯେମିତି ତିନି ଜଣ ଭିତରେ ଭାରି ପ୍ରେମ, ହେଲେ ରିଏଲ୍ ଲାଇଫ୍ରେ ମାଡ଼ଗୋଳ ହେଇ କେହି କାହାକୁ ଛାଡ଼ିବାର ନାହିଁ। तू समझा? हाँ। नहीं तू समझा नहीं। ତାପରେ ଆମ ସଜବାଜ ହେଇ ଫୁଲେଇ ହେଇ ଟିକେ ବାହାରି ଯାଇଥିଲୁ ସାଇବାବା ମନ୍ଦିର। ଏଇ ଦେଖନ୍ତୁ ସାଇବାବା ମନ୍ଦିର ବି ଦେଖାଗଲାଣି ଟିକେ ଟିକେ। ତ ଆମେ ହେଇଲୁ ଆମେ ସୁନ୍ଦରୀ ପୁଅକୁ ଏତେ ଆଡ଼େ ଖୋଜି ଖୋଜି ସିଏ ସେଇଠି ଚଷମା ଲଗେଇ ବସିଛନ୍ତି। ଆରେ ବା। ତାପରେ ଆମେ କିଛି ନ ବୁଝି ସିଧା ଉଠେଇ ଆଣିଲୁ ସୁନ୍ଦର ନାତିକି ଆମର ଭିଡ଼ିଓ ବନେଇବା ପାଇଁ। ଫାଇନାଲି ଆମେ ମନ୍ଦିରରେ ଆସି ପହଞ୍ଚି ଯାଇଥିଲୁ। ହେଇଲୁ ସାଙ୍ଗ ହେଇ ଆସିବା ଭିତରେ ଇଏ କୋଉ ସାଡ଼େ ପଳେଇଲାଣି ଏକା ଏକା। ହୃଦୟ ବିଚରା ଖୋଜେ ତ ସାହାରା। ତାପରେ ଆମେ ମନ୍ଦିର ଉପରକୁ ପଳେଇ ଆସିଥିଲୁ। ମନ୍ଦିର ଉପରକୁ ଆସିକି ଆମେ ପଳେଇ ଆସିଲୁ ଠାକୁରଙ୍କୁ ପ୍ରଣାମ କରିବା ପାଇଁ। ଠାକୁରଙ୍କୁ ପ୍ରଣାମ କରିକି କିଛି ମନସ୍କାମନା ମାଗିକି ଆମେ ସିଧା ପଳେଇ ଆସିଥିଲୁ ଫୁଲେଇ ହେବା ପାଇଁ। ମନ୍ଦିରରେ ବୁଲାବୁଲି ସାରିକି ଆମେ ବାହାରି ଯାଇଥିଲୁ ଗୁପଚୁପ୍ ଖାଇବା ପାଇଁ। ଗୁପଚୁପ୍ ପାଖରେ ପୁଣି ଭିଡ଼ିଓ ନ କଲେ ଗୁପଚୁପ୍ ହଜମ ହବ ନା, ଗୁପଚୁପ୍ କାନ୍ଦିବ। ଗୁପଚୁପ୍ ଖାଇକି ଆସିଲା ବେଳକୁ ଅନ୍ଧାରେ ମୁହଁ ଦେଖାଉନଥାଏ, ଏ ତାର ହେଇଲୁ ଲାଇଟ୍ ପକେଇଲାଣି। ହଁ ବା ଲାଇଟ୍ ପଇଲା ବୋଲି ପୋଜ୍ ଦେଲେଣି ସତେକି ରୀତିକି ଗୁପଚୁପ୍ ଖାଇକି ଆସିଲା ପରେ ବି ଛୁଆଟାକୁ ଭୋକ ହେଲା, ଲାଷ୍ଟକୁ ସିଏ କାକରା ଆଣିକି ବସିକି ଖାଇଲା। ହେଇଲୋ ସେ ତାର ରଜ ଗୀତ ବସି ଶୁଣିଲାଣି। तू समझा? हाँ। नहीं तू समझा नहीं। ରାତିରେ ଖାଇସାରି ଏମିତି ପଟର ପଟର ହେଇ ଯଦି ହଜମ ନ କରିବା, ନିଦ ଥୋଡ଼ି ନା ଭଲରେ ହବ ନା, ଜମା ନିଦ ଭଲରେ ହବନି। ହେଲେ ଏଇ ଛୁଆଟା ଜମା ବି ମୋ କଥା ବୁଝିପାରୁନି, କେଜାଣି କ'ଣ ଭାବୁଛି। ଶୋଇଲା ବେଳେ ଏମିତି ଉତୁପାତିଆ ହେଇକି ଶୋଇପଡ଼ିଲୁ। ଉଠିଗଲୁ ସକାଳୁ ଉଠି ରେଡ଼ି ହେଲା ବେଳକୁ ରେଡ଼ି ହେଇଥିଲା ଗରମ ଗରମ ଖାନା। ହେଇଲୁ ଇଏ କ'ଣ ନିଜ ନିଜ ଭିତରେ ଖୁଆଖୁଇ ହେଇଗଲାଣି ବା। ଖାଇସାରିଲା ପରେ ଟିକେ ଶୋକାକୁଳ ପରିବେଶ ଆରମ୍ଭ ହେଇଗଲା। ସେସବୁ ସାରିକି ଆମେ ବାହାରି ଆସିଥିଲୁ ଘରକୁ ଯିବା ପାଇଁ। ଘରକୁ ଆସିବା ପାଇଁ ଆମେ ରୋଡ଼ ସାଇଡ଼୍ରେ ଛିଡ଼ା ହେଇ ଅଟୋ ଅଟକାଉଥିଲୁ। ଫାଇନାଲ ଅଟୋ ରହିଲା ପରେ ଆମେ ପଳେଇ ଆସିଥିଲୁ ଭୁବନେଶ୍ୱରକୁ ଟାଟା ବାଏ ବାଏ କହିକି ଆରାମରେ ଘରକୁ ପଳେଇ ଆସିଥିଲୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ଦେଖା ହେବାର ନେକ୍ସଟ ଭିଡ଼ିଓରେ।